ଝଡା ଫୁଙ୍କା ବାହାନରେ ନାବାଳିକା ସହିତ ଅସଦାଚରଣ ଜେଲ୍ ଗଲା ବାବା। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ମିଳିଥିବା ସୂଚନା ଅନୁସାରେ ନାବାଳିକା କିଛି ଦିନ ହେଲା ଅସୁସ୍ଥ ରହୁଥିଲେ, ଫଳରେ ତାଙ୍କୁ ନଜର ଲାଗିଥିବା ଭାବି ନାବାଳିକାର ମା ସ୍ଥାନୀୟ ଅଞ୍ଚଳର ଜଣେ ବାବାକୁ ନଜର ଛଡାଇବାକୁ ଅନୁରୋଧ କରିଥିଲେ। ସେହି ବାବା ଜଣକ ପୀଡ଼ିତା ଘରକୁ ଆସିଥିବା ବେଳେ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ବାବା ଘରର କବାଟ ବନ୍ଦ କରିଥିଲେ। କବାଟ ବନ୍ଦ ଥିବା ଦେଖି ଆଖପାଖର ଲୋକେ ଅସଦାଚରଣ କରିଥିବା ସନ୍ଦେହ କରିଥିଲେ। ପୀଡ଼ିତାଙ୍କ ମା ଏ ସମ୍ପର୍କରେ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ପୋଲିସ ବାବାକୁ ଧରିଥିଲା। ପଚରା ଉଚରା କରିବାରୁ ବାବା ତାର ଭୁଲ ସ୍ୱୀକାର କରିଥିଲା। ଫଳରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ସୂଚନା ରହିଛି। ଦେଖନ୍ତୁ ଆମର ଗୋଟେ ନାବାଳିକା ଯୋଉ ଅଛି ତାଙ୍କର ମଦର ଆସି ଗୋଟେ କମ୍ପ୍ଲେନ୍ କରିଥିଲେ ଆମର ରାମପୁର ପୋଲିସ ଷ୍ଟେସନ ଅଣ୍ଡରରେ ଯେ ସେ ତାଙ୍କର ଝିଅ ଯିଏକି ଟିକେ ମେଣ୍ଟାଲ ଡିଜର୍ଡର ଅଛି ତାଙ୍କର ଜଣେ ସେଇ ଆସପାସର ଜଣେ ଲୋକ ସେଇ ଗାଁର ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ସେ ପ୍ରକାର ଅଭିଯୋଗ କରିଥିଲେ। ଏଇ ଅଭିଯୋଗକୁ ଆଧାର କରି ଆମ ରାମପୁର ପୋଲିସ ଷ୍ଟେସନ ଗୋଟେ କେସ୍ ରେଜିଷ୍ଟ୍ରେସନ ହେଇଥିଲା ଏବଂ କେସ୍ ରେଜିଷ୍ଟ୍ରେସନରେ ଯୋଉ ନାବାଳିକା ଜଣେ ଅଛନ୍ତି ତାଙ୍କୁ ଡାକ୍ତରମାନଙ୍କ ପାଇଁ ପଠାଇଥିଲା ଏବଂ ଯେଉଁ ଲୋକଙ୍କ ନାଁରେ ଆଲିଗେସନ ଥିଲା ତାଙ୍କୁ ଡିଟେନ୍ କରାଯାଇ ମେଡିକାଲ କରାଯାଇଛି ଏବଂ ମେଡିକାଲ ପରେ ତାଙ୍କ ପ୍ରମାଣ ଯେତେବେଳେ ତାଙ୍କ ବିରୋଧରେ ଯେଉଁ ପାରିପାର୍ଶ୍ୱିକ ପ୍ରମାଣ ଏବଂ ସ୍ପେଶାଲ ଏଭିଡେନ୍ସ ଆସିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୁବର୍ଣ୍ଣପୁରରୁ ରାମହରି ସେଠୀଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ ଓଡ଼ିଶା।